ଯେବେଠାରୁ ସୁହାନା ପରି ପୃଥିବୀରୁ ଆୟୁଷ୍ମାନର ଜନ୍ମଦିନ ଦେଖିକିରି ପୁଣି ଥରେ ଫେରିକି ନିଜ ଜାଗାକୁ ଯାଇଥିଲା, ସେବେଠୁ ସେ ନିଷ୍ପତ୍ତି ନେଇଥିଲା କି ଏଇଥରକ ସିଏ ତାର ଜନ୍ମଦିନ ବି ବହୁତ ଧୁମଧାମରେ ପାଳନ କରିବ। ସ୍ମିତା, ପୃଥିବୀରେ ଲୋକମାନେ ଯେମିତି ନିଜର ଜନ୍ମଦିନକୁ ପାଳନ କରନ୍ତି, ମୁଁ ବି ଏଇଥର ମୋ ଜନ୍ମଦିନକୁ ସେମିତି ପାଳନ କରିବି। ତୁ ମତେ ସହାୟତା କରିବୁ ତ? ତୁ ବି କେମିତି ଅଜବ କଥା କହୁଛୁ। ତତେ ଜଣା ଅଛି ନା, ରାଣୀ ପରି ପୃଥିବୀରେ ପାଳନ ହେଉଥିବା ଯେକୌଣସି ଉତ୍ସବକୁ ଆମେ ନକଲ କରିଲେ କେତେ ଘୃଣା କରନ୍ତି। ଆମେ କେବେ ବି ନିଜ ଜନ୍ମଦିନ ପାଳନ କରିପାରିବେନି। ହଁ, ତମେ ଯଦି କଣ ବାହାନା କରିକି ପୃଥିବୀକୁ ଯାଅ ଆଉ ସେଇ ମଣିଷ ରୂପ ଧାରଣ କରିନିଅ, ତାହେଲେ ନିଜ ଇଚ୍ଛା ପୂରଣ କରିପାରିବ। ହଁ, ତୁ ଠିକ କହିଛୁ। ତୁ ବି ମୋ ସହିତ ଯିବୁ ନା? ମୁଁ ତତେ ଏକା କେମିତି ଛାଡି ପାରିବି? ମତେ ତ ଯିବାକୁ ହିଁ ପଡିବ। ହଁ, ୟା ପର ସପ୍ତାହରେ ଯିବାକୁ ପଡିବ। ସେଥିପାଇଁ ମତେ ଗୋଟେ ବହୁତ ସୁନ୍ଦର ଡ୍ରେସ ବନେଇବାର ଅଛି, ଯୋଉଟା କି ମୁଁ ସେଇଠିକି ଯାଇକି ପିନ୍ଧିବି। ଚାଲ ଆଜି ହିଁ ଡ୍ରେସ ନେଇକି ଆସିବା। ଦୁଇ ଜଣଙ୍କୁ ତାରା ଲାଗିଥିବା ଗୋଲାପୀ ରଙ୍ଗର ଡ୍ରେସ ବହୁତ ସୁନ୍ଦର ଦେଖାଯାଉଥିଲା। ସ୍ମିତା ପରି ବି ନିଜ ପାଇଁ ନାଲି ରଙ୍ଗର ଡ୍ରେସ କିଣିନେଲା। ଏଥିରେ ଯଦି ସତେଜ ଗୋଲାପ ବି ଥାନ୍ତା, କେତେ ସୁନ୍ଦର ଲାଗିଥାନ୍ତା। ସୁହାନା ପରି ତମର ଇଚ୍ଛା ନିଶ୍ଚିତ ପୂରଣ ହବ। ବାସ୍, ତମେ ଯେତେବେଳେ ଏ ଡ୍ରେସଟା ପିନ୍ଧିବ, ତମ ହାତରେ ଗୋଟେ ସୁନ୍ଦର ଗୋଲାପ ରହିବା ଦରକାର। ହଁ, ଏଥିରେ କୋଉ ବଡ କଥା ଅଛି? ସେଠି ତ ବହୁତ ଗୋଲାପ ଫୁଲ ମାନଙ୍କର ଗଛ ଅଛି। ପୁରା ବଗିଚା ହିଁ ଗୋଲାପ ଫୁଲରେ ଭର୍ତ୍ତି ହେଇ ରହିଛି। ସୁହାନା ପରି ନିଜର ଜନ୍ମଦିନକୁ ନେଇ ବହୁତ ଉତ୍ସାହିତ ଥିଲା। ସେ ଏକଥା ବି ଭାବୁଥିଲା, ଯଦି କୌଣସି ପ୍ରକାରେ ରାଣୀ ପରୀକୁ ଏଇଟା ଜଣା ପଡିଯିବ କି ମୁଁ ମୋ ଜନ୍ମଦିନ ପାଳନ କରିବା ପାଇଁ ପୃଥିବୀ ଯାଉଛି ବୋଲି, ତାହେଲେ ବୋଧହୁଏ ସେ ସେଇଦିନ ମୋ ଉପରେ କଡା ନଜର ରଖେଇଦେବେ। ସେଥିପାଇଁ ମତେ ବହୁତ ସାବଧାନ ରହିବାକୁ ପଡିବ। ଧୀରେ ଧୀରେ ସୁହାନା ପରୀର ଜନ୍ମଦିନ ଆସିଗଲା। ଯେବେ ସେ ସ୍ମିତା ପରୀ ସହିତ ପୃଥିବୀରେ ପହଞ୍ଚିଲା, ସିଏ ବହୁତ ଖୁସି ଥିଲା। ସିଏ ତାର ଉଡନ୍ତା ଯାନକୁ ଗୋଟେ ସୁନ୍ଦର ଉଦ୍ୟାନରେ ଓହ୍ଲେଇ ଦେଲା ଆଉ ସାଧାରଣ ଝିଅର ବେଶ ଧାରଣ କରିନେଲା ଆଉ ଉଦ୍ୟାନ ଆଡକୁ ବଢି ଚାଲିଲା, କାହିଁକି ନା ତାକୁ ଗୋଲାପ ଫୁଲ ଆଣିବାର ଥିଲା। ଠିକ ସେତିକି ବେଳେ, ଆରେ ଝିଅ, କୁଆଡେ ଯାଉଛୁ? ସମ୍ପୂର୍ଣ୍ଣ ଉଦ୍ୟାନରେ ଔଷଧ ଛିଞ୍ଚନ କରାହେଇଛି। ସେଠିକାର ହାୱା ବହୁତ ବିଷାକ୍ତ। ଏବେ ତୁ ଫେରି ଆସେ। କିନ୍ତୁ ବାବା, ମତେ ଗୋଲାପର ଫୁଲ ଦରକାର ଥିଲା। ତମେ ମାନେ ଏବେ ହିଁ ଏଇଠୁ ଚାଲିଯାଅ, ନହେଲେ ଯଦି ଇଏ ଉଦ୍ୟାନର ମାଲିକ ଆସି ପହଞ୍ଚିଯିବ ନା, ସେ ବହୁତ ଖତରନାକ ଲୋକ। ଦୁଇ ଜଣ ଯାକ ପରି ଉଦାସ ହେଇ ସେ ଜାଗାରୁ ଫେରିଗଲେ। ଠିକ ସେତିକି ବେଳେ ସେମାନେ ରାସ୍ତା ଉପରେ କିଛି ଝିଅଙ୍କୁ ଆସୁଥିବାର ଦେଖିଲେ, ଯେଉଁମାନେ କି ହସି ଖେଳି ବହୁତ ଖୁସିର ସହିତ କଥାବାର୍ତ୍ତା ହେଇ ଯାଉଥିଲେ। ଚାଲ ସେଇମାନଙ୍କ ସହିତ କଥା ହବା। ଦୁଇ ଜଣ ସେଇ ଝିଅ ମାନଙ୍କ ସାଥେ ସାଥେ ଚାଲିବାକୁ ଲାଗିଲେ। ସେତିକି ବେଳେ, ସଲୋନି, ତୁ ନିଜ ବର୍ଥଡେରେ କାହାକୁ କାହାକୁ ଡାକିଛୁ? ମୁଁ ଏଥର ନିଜ ବର୍ଥଡେ ବହୁତ ହି ଅଲଗା ଢଙ୍ଗରେ ବନଉଛି। ଠିକ ସେତିକି ବେଳେ, ଜନ୍ମଦିନ ପାଇଁ ତୁମକୁ ଅନେକ ଅନେକ ଶୁଭକାମନା। ଆଜି ମୋର ବି ଜନ୍ମଦିନ ଅଛି। କଣ ମୁଁ ତୁମର ଜନ୍ମଦିନକୁ ଆସିପାରିବି? ଆପଣ କିଏ? ସୁହାନା ପରୀର ଜନ୍ମଦିନ ପାଳନ କରିବା ପାଇଁ ଆମେ ପରିଲୋକରୁ ଏଠିକି ଆସିଛୁ। ତମେ ଆମର ସାହାଯ୍ୟ କରିବ? ପରିଲୋକରୁ? କଣ କହୁଛନ୍ତି ଆପଣ? ଆପଣ ମାନେ ତ ଆମର ସ୍ପେଶାଲ ଗେଷ୍ଟ। ଚାଲନ୍ତୁ ଚାଲନ୍ତୁ, ଆମ ଘରକୁ ଚାଲନ୍ତୁ। ସମସ୍ତଙ୍କ ସହିତ ଆପଣଙ୍କ ଭେଟ କରେଇବି। ସଲୋନି, ଆମେ ଯିବୁ ତ ସତ, କିନ୍ତୁ ଆମର ଗୋଟେ ସର୍ତ୍ତ ଅଛି। ତମେ କାହାକୁ ବି କହିବନି କି ଆମେ ପରିଲୋକରୁ ଆସିଛୁ ବୋଲି। ଆମେ ଯିବା ପରେ ତମେ ସମସ୍ତଙ୍କୁ କହିଦେଇ ପାରିବ। କାହିଁକି? କେତେ ମଜା ହବ। ମୋର ସବୁ ବର୍ଥଡେ ଫଟୋରେ ଦି ଜଣ ପରି ଥିବେ। ହଁ, ଫଟୋରେ ତ ପରୀମାନେ ଦେଖା ଦେବେ, କିନ୍ତୁ ପ୍ରକୃତରେ ଆମେ ତମ ଭଳି ରହିବାକୁ ଚାହୁଁଛୁ। ଯଦି ତମେ ସେଥିପାଇଁ ରାଜି ଅଛ, ତାହେଲେ କୁହ, ନହେଲେ ଆମେ ପଳେଇବୁ। ଆରେ, ପରୀମାନଙ୍କୁ କିଏ ମନା କରିପାରିବ? ଆପଣ ମାନେ ମୋ ସହିତ ଆସନ୍ତୁ ପ୍ଲିଜ। କିନ୍ତୁ ମତେ ଗୋଲାପର ଫୁଲ ଦରକାର। କଣ ତମେ ମତେ ଗୋଲାପ ଆଣିବାରେ ମୋର ସାହାଯ୍ୟ କରିପାରିବ? ଆରେ, ସେଇଟା ତ ମୋ ବଗିଚାରେ ହିଁ ମିଳିଯିବ। ସବୁ ଝିଅ ମାନେ ସଲୋନିକୁ ଛାଡିକି ଆଗକୁ ବଢି ଯାଇଥିଲେ। ଆରେ ଶୁଣ, ତମେ ସମସ୍ତେ ସନ୍ଧ୍ୟା ବେଳକୁ ମୋ ବର୍ଥଡେ ପାର୍ଟିକୁ ଆସିଯିବ। ଆଜି ବହୁତ ମଜା ଆସିବାର ଅଛି। କିଛି ବିଶେଷ ଗେଷ୍ଟ ଆମର ଆଜି ଆସୁଛନ୍ତି। ଯିଏ ନ ଆସିବ, ସିଏ ପରେ ପଶ୍ଚାତାପ କରିବ। ଝିଅ ମାନେ ହସି ଦେଇ ଆଗକୁ ବଢିଗଲେ। ସେ ପରୀମାନେ ସଲୋନି ଘରକୁ ଗଲେ ତ ଦେଖିଲେ କି ତା ଘର ସାମ୍ନାରେ ବହୁତ ସୁନ୍ଦର ଗୋଲାପର ବଗିଚା ଥିଲା, ଯୋଉଥିରେ ବହୁତ ପ୍ରକାରର ଫୁଲ ଥିଲା। ସଲୋନି, ଆମେ ନିଜ ଡ୍ରେସରେ ଲଗେଇବା ପାଇଁ ଗୋଟେ ଗୋଲାପ ଫୁଲ ନେଇପାରିବୁ? ଆରେ, ଗୋଟେ କାହିଁକି,
ଯେତେ ଚାହୁଁଛନ୍ତି ସେତେ ଫୁଲ ନେଇ ଯାଆନ୍ତୁ। ସୁହାନା ପରି ଆଉ ସ୍ମିତା ପରି ଗୋଲାପର ବଗିଚାକୁ ଯାଇ ଗୋଟେ ଗୋଟେ ଗୋଲାପ ନେଇ ଆସିଲେ। ତାପରେ ସୁନ୍ଦରରେ ଚମକି ସେଠାରୁ ବାହାରିଲେ। ଚାଲନ୍ତୁ ଘରକୁ ଯାଇ କିଛି ଖାଦ୍ୟ ଖାଇନେବେ, ତାପରେ ବାର୍ଥଡେର ପ୍ରସ୍ତୁତି କରିବା। ହଁ ହଁ, ବହୁତ ଭୋକ ଲାଗିଲାଣି। ତିନି ଜଣ ଯେତେବେଳେ ଘରକୁ ଆସିଲେ, ଆରେ ଏ ଛୁଆମାନଙ୍କୁ ତ ମୁଁ କେବେ ଦେଖିନି। ମା, ଏସବୁ ହଉଛନ୍ତି ମୋର ନୂଆ ବାନ୍ଧବୀ ସୁହାନା ଆଉ ସ୍ମିତା। ସୁହାନାର ବି ଆଜି ହିଁ ଜନ୍ମଦିନ ଅଛି। ସିଏ ମୋ ସହିତ ହିଁ ନିଜ ଜନ୍ମଦିନ ପାଳନ କରିବ, କାହିଁକି ନା ତାର ବାପା ମା କୁଆଡେ ବାହାରକୁ ଯାଇଛନ୍ତି। ତମେ 2ଟା କେକ୍ ମଗେଇ ଦିଅ ପ୍ଲିଜ। ଠିକ ଅଛି, ତମେ ମାନେ ଚାଲ ଖାଦ୍ୟ ଖାଇନିଅ, ମୁଁ ସବୁ ବ୍ୟବସ୍ଥା କରିଦଉଛି। ସନ୍ଧ୍ୟା ବେଳେ ସୁହାନା ଓ ସ୍ମିତା ପରି ନିଜ ନିଜ ଡ୍ରେସ ପିନ୍ଧିଲେ ଆଉ ହାତରେ ଗୋଲାପ ନେଇ ମନେ ମନେ କିଛି ଭାବିଲେ। ତାଙ୍କର ସମ୍ପୂର୍ଣ୍ଣ ଡ୍ରେସ ବାସ୍ନା ହେଉଥିବା ଗୋଲାପରେ ଭରି ଯାଇଥିଲା। ୱାଓ, ଆପଣ ମାନଙ୍କ ଡ୍ରେସ କେତେ ସୁନ୍ଦର। ମତେ ବି ଯଦି ଏମିତିଆ ଗୋଟେ ଡ୍ରେସ ମିଳିଯାଇଥାନ୍ତା କେତେ ଭଲ ହେଇଥାନ୍ତା। ସୁହାନା ପରି ନିଜର କୁହୁକ ବାଡିକୁ ହଲେଇ କହିଲା, ନିଅ, ତମର ବି ଡ୍ରେସ ଆମ ପରି ହେଇଗଲା। ସଲୋନୀ ବହୁତ ଖୁସି ହେଇଗଲା। ସେମାନେ କେକ୍ କାଟିଲେ, ବେଲୁନ ଫଟେଇଲେ, ସମସ୍ତେ ତାଳି ମାରିଲେ। ସୁହାନାର ଖୁସି ଚରମ ସୀମାରେ ଥିଲା। ମୁଁ ପୃଥିବୀକୁ ନିଜ ଜନ୍ମଦିନ ପାଳନ କରିବା ପାଇଁ ସବୁ ବର୍ଷ ଆସିବି ଆଉ ତମ ସାଥିରେ ପାଳନ କରିବି। ଯିବା ସମୟରେ ସୁହାନା ପରି ଆଉ ସ୍ମିତା ପରି ନିଜର ଅସଲି ରୂପକୁ ଆସିଗଲେ। ସମସ୍ତେ ତାଙ୍କ ସହିତ ବହୁତ ଗୁଡେ ଫଟୋ ଉଠେଇଲେ। ପରୀମାନେ ସମସ୍ତଙ୍କୁ କିଛି କିଛି ଉପହାର ମଧ୍ୟ ଦେଲେ। ଯିବା ସମୟରେ, ସଲୋନୀ, ତମେ ଏ ମୁଦି ନିଜ ପାଖରେ ରଖ। ଯେବେ ବି ତମକୁ କିଛି ଦରକାର ପଡିବ ମତେ ଡକେଇ ଦବ। ଏତିକି କହି ସେମାନେ 2 ଜଣ ନିଜର ଉଡନ୍ତା ଯାନରେ ବସି ପରୀଲୋକକୁ ଚାଲିଗଲେ।